ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ରିଲାଏନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଥିଲା। ଏହାପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାକୁ ଜେଡ୍+ ସିକ୍ୟୁରିଟି ମଧ୍ୟ ପ୍ରଦାନ କରାଯାଇଛି। ଏସବୁ ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନ ଖାନଙ୍କ ଫାର୍ମ ହାଉସରେ 2 ଜଣ ଆତଙ୍କବାଦୀ ପ୍ରବେଶ କରିଛନ୍ତି। ସେମାନେ ଜୋର ଜବରଦସ୍ତି ଫାର୍ମ ହାଉସରେ ପ୍ରବେଶ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇ 2 ଜଣଙ୍କୁ ଜିମା ରଖିଛନ୍ତି। ପୋଲିସ କହିଛି କି ଏହି 2 ଜଣ ଫାର୍ମ ହାଉସର ତାର କାଟି ଭିତରକୁ ପ୍ରବେଶ କରୁଥିବା ଚେଷ୍ଟା କରୁଥିଲେ। ପୋଲିସ କହିଛି କି ଯେତେବେଳେ 2 ଜଣ ଫାର୍ମ ହାଉସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ଫାର୍ମ ହାଉସ ଭିତରେ ସଲମାନ ଖାନ ନଥିଲେ। ଏବେ ପୋଲିସ 2 ଜଣଙ୍କୁ ଗିରଫ କରି ଥାନାକୁ ନେଇଛି। ହେଲେ ପ୍ରାଥମିକ ତଦନ୍ତ ବେଳେ ସଲମାନ ଖାନଙ୍କ ପ୍ରଶଂସକ ବୋଲି ଜଣାପଡ଼ିଛି। ସେପଟେ ପୋଲିସ ସେମାନଙ୍କ ଠାରୁ ନକଲି ପାସ୍ ଓ ନକଲି ପରିଚୟ ପତ୍ର ଜବତ କରିଛି।